ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ରାଜା ସଂଗ୍ରାମ ଶାହାଙ୍କ ବିଷୟରେ କଥା ହେବା। ରାଜା ସଂଗ୍ରାମ ଶାହା ଗଣ୍ଡୱାନା ସାମ୍ରାଜ୍ୟର ଜଣେ ଅତି ଶକ୍ତିଶାଳୀ ଏବଂ ପ୍ରସିଦ୍ଧ ଶାସକ ଥିଲେ। ସେ ନିଜର ବୀରତ୍ୱ ଏବଂ କୌଶଳ ବଳରେ ଗଣ୍ଡ ରାଜବଂଶର ସୀମାକୁ ବହୁ ଦୂର ପର୍ଯ୍ୟନ୍ତ ବିସ୍ତାର କରିଥିଲେ। ତାଙ୍କ ଶାସନ କାଳରେ ଅନେକ ଦୁର୍ଗ ଏବଂ କଳା ସ୍ଥାପତ୍ୟର ବିକାଶ ହୋଇଥିଲା, ଯାହା ଆଜି ବି ଇତିହାସର ସାକ୍ଷୀ ଦିଏ। ସେ କେବଳ ଜଣେ ଯୋଦ୍ଧା ନଥିଲେ, ବରଂ ସାହିତ୍ୟ ଏବଂ ସଂସ୍କୃତିର ମଧ୍ୟ ଜଣେ ବଡ଼ ପୃଷ୍ଠପୋଷକ ଥିଲେ। ଭାରତୀୟ ଇତିହାସରେ ଜଣେ ପ୍ରଜାବତ୍ସଳ ଏବଂ ସ୍ୱାଧୀନଚେତା ରାଜା ଭାବରେ ତାଙ୍କର ନାମ ସର୍ବଦା ସ୍ମରଣୀୟ ହୋଇ ରହିବ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।